ମୁଖ୍ୟତଃ ଲାଇଭଲିହୁଡ୍ ସ୍କିମ୍ ଯେଉଁ ସ୍କିମ୍ ଅଛି ତା ଉପରେ କିଛି ଆପଣମାନଙ୍କୁ ଆଲୋକପାତ କରିବୁ। ଓଡ଼ିଶା ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଗୋଟେ କାର୍ଯ୍ୟକ୍ରମ ଚାଲିତ ହେଉଛି, ଯେଉଁଥିରେ କି ଆମେ କୃଷି ଏବଂ ଅଣକୃଷିର ଉନ୍ନତି କରି କେମିତି ଜନଜାତି ଭାଇ ଭଉଣୀମାନଙ୍କର ଇନକମ୍ ଅଭିବୃଦ୍ଧି କରିହେବ ବା ଆର୍ଥିକ ଅଭିବୃଦ୍ଧି କରିହେବ ସେ ଦିଗରେ ଏହି କାର୍ଯ୍ୟକ୍ରମ ମୁଖ୍ୟତଃ କାମ କରୁଛି, ଯେଉଁଥିରେ କି ଏହି ସ୍କିମ୍ ମାଧ୍ୟମରେ ଆମେ ପ୍ରାୟ ଫଳମୂଳ ଗ୍ରାମରେ 7ଟି ଗ୍ରାମ ପଞ୍ଚାୟତର 30ଟି ଗ୍ରାମକୁ କଭର କରିଅଛୁ। ଯେଉଁ ଗ୍ରାମ ଯାକ ଆମକୁ ସିଲେକ୍ସନ୍ କରିକି ଦିଆହେଇଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଜୁଲାଇ ମାସରୁ ସେ ପ୍ରୋଗ୍ରାମ ସରୁଛି ଏବଂ ନୂଆ ପ୍ରୋଗ୍ରାମ ପାଇଁ ଆମେ ଅଲରେଡ଼ି ସରକାରଙ୍କ ପାଖରେ ଉପସ୍ଥାପନ କରୁଛୁ ଯେ ଆମର ଏଣ୍ଟାୟାର ବ୍ଲକରେ କେମିତି ସେହି କାର୍ଯ୍ୟକ୍ରମ ପରିଚାଳିତ ହେବ, ସେଇଥିପାଇଁ ଆମେ ଅଲରେଡ଼ି ପ୍ରୋଜେକ୍ଟ ଦେଇଛୁ ଏବଂ ତାହା ହେଇସାରିଛି। ତା ଉପରେ ମୁଁ ଯଦି କହିବାକୁ ଗଲେ ଆମେ ମୁଖ୍ୟତଃ ମକାକୁ କିପରି ପ୍ରଚାର ପ୍ରସାର କରିହେବ ସେଇଥିପାଇଁ ଆମେ ଉନ୍ନତ କିସମର ମକା ବିହନ ଦେଇଛୁ ଏବଂ ତାର ଉପକୃତ ମଧ୍ୟ ଆମର ତଳଟାକି ଭଗଡ଼ାଭଦା ମହୁଲପାଟଣା ବିରିକୋଟ ଏସବୁ ପଞ୍ଚାୟତର ଲୋକମାନେ ପାଇପାରିଛନ୍ତି। ଏହା ବାଦେ ଆମର କିଛି ଏଣ୍ଟରପ୍ରେନ୍ୟୁର ବା ଯୁବ ଲଘୁ ଉଦ୍ୟୋଗୀ ପ୍ରତିଷ୍ଠା ଆମେ କରିଛୁ, ଯେଉଁଥିରେ କି ଆମେ ପାଖାପାଖି 30 ଜଣ ଯୁବ ଉଦ୍ୟୋଗୀକୁ ଏଠି ପ୍ରସ୍ତୁତ କରିପାରିଛୁ, ଯେଉଁଥିରେ କିଛି ଉଦ୍ୟୋଗୀ ଏହି ମଞ୍ଚରେ ବି ଏହି ବୈଠକରେ ବି ଅଛନ୍ତି, ଯେଉଁମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ଏବଂ ସେମାନେ କେଉଁ ପ୍ରକ୍ରିୟାରେ ସିଲେକ୍ସନ୍ ହେଇଥିଲେ ଏବଂ ସେମାନଙ୍କର ଆର୍ଥିକ ଉନ୍ନତି କିପରି ହେଇଛି ତା ବିଷୟରେ ବି ସେମାନେ ନିଜ ନିଜ ସକ୍ସେସ୍ ଷ୍ଟୋରି ଏଠି ଉପସ୍ଥାପନ କରିବେ। ଏହା ବାଦେ ଆମେ ଲାଇଫ୍ ଷ୍ଟକ୍ ବା କୁକୁଡ଼ା ଗୋଟେ ଆମର ଜେଜେପିର ଅଛି ଜନଜାତି ଜୀବିକା ପରିଷଦ ଅଛି, ସେଠି ଆମେ ଦେଇଥିଲୁ, ଯେଉଁଥିରେ କି କାଶୀଗୁଡ଼ା ଏବଂ କାଲଗୁଡ଼ା ଗ୍ରାମରେ ପ୍ରାୟ ସବୁ ପରିବାରକୁ 20 ଏମିତି ଦେଶୀ କୁକୁଡ଼ା ଆମେ ପ୍ରଦାନ କରିଥିଲୁ, ଯେଉଁଥିରେ କି ଘରବାଡ଼ି କୁକୁଡ଼ା କରୁ ସେମାନଙ୍କର ବି କିଛି ଆର୍ଥିକ ଉନ୍ନତି ହେବ ସେଇ ପ୍ରକ୍ରିୟାରେ ଦିଆଯିବ। ଲାଇଭଲିହୁଡ୍ ପ୍ରୋଗ୍ରାମ